बंधुगण समस्त को मोर अभिनंदन। आज दैनिक राशिफल को नहीं आलोचना करवा 28 तारीख नवेम्बर 28 तारीख शुक्रवार नवेम्बर 28 तारीख शुक्रवार 28 तारीख शुक्रवार क्यों राशि कौन अच्छी से विषय तो निश्चय आलोचना करी। ता पूर्वर पदे कथा कही बंधु देह को नेबे नहीं जे आम समाज रे बोले मनीष समाज रे बहु प्रकार अंध अछंती। गोटे अंध हेली मु ना दिन रे देखी पारे ना रात रे देखी पारे। कहवा तात्पर्य जहाँ को आदौ दुसे ना सी गोटे अंध। तापरे मोर आउ गोटे दोष अच्छी मु जन्मांध। ये शब्दर अर्थ है जे महामूर्ख से किसी बुझीपारे ना सी हूँ जन्मांध जन्म से अंध। गोटे महांध मोह अहंकार अहंकार जे वशीभूत सी गोटे अंध महांध जन्मांध अंध आ गोटा जानी सियाणिया सी गोटे अंध। सबू जानी रोल कर मुझे जानी कि तेणु एमती बहु अंध भितर बोले सभा आगे मो ना अच्छी माने मु गोटे सब प्रकार अंध। आपण देखुवे शुणुवे कई लोक किछि पांतिनी अंधारे बाड़ी बुलांती। कन्या राशिर जड़े लोक सबुदिन मते जनाऊँच आपण कि अन्याय करुँच। आपण कहले कन्या राशि भल सकाल झगड़ा हो कि कथा वर्षा हब जदि अर गछरे फूल न हब ताहले इंद्रर की भूल। सूर्य उदय हेबे समस्ते देखिए पेचा को जदि न दुषिब सूर्यर कौन भूल। बसंत आसला सबु गछरे फूल फुटिला जदि बाउंश गछरे फूल नहला पत्र नहला बसंतर कौन भूल। तेणु हे जन्मांध टिके भाव कहवा पूर्व भाव कौन कौच क्या कौच कहीं कौच कहर उद्देश्य कौन। रास्ता मझिरे निजे कहीं नमला होच ना हुओ ना। हाँ बंधु एत गुड़े कथा मुझे कहली बोली देह को नेबेनी। कहीं जन्मांध हुओनी कि महांध हुओनी कि जाने छाणिया टाउटर हुओनी भल लोक हुओ। बारंबार कहूँ बड़ हेबा भल कथा भल हेबा सबुठु बड़ कथा। आमे भल हवा अन्यर गुण खोजिबा दोष नुह हेले आमे गुणी हवा। जदि आमे अन्यर दोष खोजिबा आमे संपूर्ण दोषी हो जावा सबाड़ुआ हो जावा। ता भीतर प्रजापति हो पारिबानी। प्रजापति हुओ समस्ते आदर करेंगे सबाड़ुआ हो ना। बंधु 28 तारीख नवेम्बर 28 तारीख शुक्रवार मेष राशि बहुत भल भारी भल खूब भल। माने मेष राशि जी जेते दुर्बल जी जेते दरिद्र जेते असहाय ताकू आज बल मिल साहाय्य मिल अभावी को धन मिल। केम देखा मेष राशि व्यक्ति जी निज को दुर्बल असहाय भावुचे तार आज मंगल हेब। ताहाकू शारीरिक और मानसिक बल मिल सहयोगर हाथ लंबी आसब ता पाखक। आ जे समर्थ जे संपन्न जे सुज्ञ ता कथा तो अवर्णनीय। माने चेरापुंजी रे वर्षा हला बड़ी
ଯିଏ ସମର୍ଥ, ଯିଏ ସମ୍ପନ୍ନ, ଯିଏ ସୁଜ୍ଞ, ତାଙ୍କର ସମସ୍ତ ମନୋଭାବନା ପୂର୍ଣ୍ଣ ହେବ। ବିଧାତା ଆଜି ପ୍ରସନ୍ନ କେବଳ ସେହି ବ୍ୟକ୍ତି ଉପରେ ଯିଏ ନିଜ କର୍ମ ପ୍ରତି ସଚେତନ। ସବୁବେଳେ ଏଟା ମନେ ରଖିଥିବେ, କର୍ମଣ୍ୟେ ବାଧିକାରସ୍ତେ। ଶ୍ରୀମଦ୍ ଭଗବତ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି କର୍ମରେ ଆମ ଅଧିକାର ଅଛି। ଯିଏ କର୍ମ ପ୍ରତି ସଚେତନ ତା ପାଇଁ ଦୁଃଖ ଆସିବନି। ରାଧାନାଥ କହିଲେ କର୍ମେ ଯିଏ ନର କର୍ମ ଏକା ତାର ଜୀବ ନର ମାନଦଣ୍ଡ। କର୍ମ କର, ଯିଏ କର୍ମ ପ୍ରତି ସଚେତନ, ଅଧିକାରର ସୁବିନିଯୋଗ କରିଥାଏ। ଅଧିକାରର ସୁବିନିଯୋଗ, ଯାହାକୁ ଯେଉଁ ଅଧିକାର ମିଳିଛି ତାର ସେ ଯଦି ସୁବିନିଯୋଗ କରେ ସେ କେବେ ଦୁଃଖ ପାଏନି। ମୋଟ ଉପରେ ମେଷ ରାଶିଆଙ୍କୁ ଆଜି ସମସ୍ତ ଲୌକିକ ସୁଖ ଅବଶ୍ୟ ମିଳିବ। ସମସ୍ତ ଲୌକିକ ସୁଖ ତା ଭିତରେ ସବୁ ରହିଗଲା, ଧନ ମାନ ସମ୍ମାନ ସ୍ୱାସ୍ଥ୍ୟ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ନଭେମ୍ବର 28 ତାରିଖ ଶୁକ୍ରବାର, ବୃଷର ଅଧିପତି ଶୁକ୍ର। ଆଜି ଶୁକ୍ରବାର, ଏଣୁ ବୃଷ ରାଶିର ଆଜି ସୁଖ ସମୃଦ୍ଧିର ଦିନ। ବୃଷ ରାଶିର ଆଜି ସୁଖ ସମୃଦ୍ଧିର ଦିନ। ଅନେକ ଦିନର ସ୍ୱପ୍ନ ଆଜି ସାକାର ହେବ। କର୍ମ ପ୍ରତି ସଚେତନ କର୍ମଚାରୀ ପ୍ରସନ୍ନ ଭାଗ୍ୟଲକ୍ଷ୍ମୀ ତାଙ୍କର ସମସ୍ତ ସଦିଚ୍ଛା ପୂରଣ କରିବେ। କର୍ମ ପ୍ରତି ଯିଏ ସଚେତନ ଭାଗ୍ୟଲକ୍ଷ୍ମୀ ତାଙ୍କର ସମସ୍ତ ସଦିଚ୍ଛା ଅବଶ୍ୟ ପୂରଣ କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଆବଶ୍ୟକୀୟ ସମସ୍ତ ସହାୟତା ମିଳିବ। ସମସ୍ତ ବସ୍ତୁ, ସହାୟକ ବ୍ୟକ୍ତି, ଦ୍ରବ୍ୟ ଆଉ ଅର୍ଥ ପ୍ରଭୃତି ସହଜ ଲବ୍ଧ ହେବ। ସୁଖ ଶାନ୍ତି ପାଖେ ପାଖେ ରହିବ, ଆନନ୍ଦିତ ହେବେ। ମେଷ ବୃଷ ଦୁଇ ରାଶିର ମଙ୍ଗଳ ହେବ। ଦେଖିବା ମିଥୁନ କଥା। ନଭେମ୍ବର 28 ତାରିଖ ଶୁକ୍ରବାର, ମିଥୁନ ରାଶି ପୁରୁଷଙ୍କର ଆଜି ଘାତ ଚନ୍ଦ୍ର। ଘାତ ଚନ୍ଦ୍ର ବୋଇଲେ ଦୁଇ ପ୍ରକାର କ୍ଷତି ହେବ, ମାନସିକ ସନ୍ତୁଳନ, ଶାରୀରିକ ବିଘଟନ। ଏଣୁ ଈଶ୍ୱର ମଙ୍ଗଳ କରିବେ ଯଦି ଆମେ ତାଙ୍କ ପାଖକୁ ଯିବା। କେମିତି ଯିବା? ବାଟ କ'ଣ ଦେଖିଛେ? ଚିନ୍ତା କରିବା। ଆମ ପୂର୍ବପୁରୁଷ ପରା ଆମକୁ ତାଙ୍କର ଛବି ଦେଖାଇ ଦେଇଛନ୍ତି। ଆମେ ସେଇ ଈଶ୍ୱରଙ୍କୁ ଚିନ୍ତା କରିବା ଯାହାକୁ ସବୁଦିନ ଆମେ ପୂଜା କରୁଛେ। ତେଣୁ ଈଶ୍ୱର ଚିନ୍ତନ କରନ୍ତୁ, ମଙ୍ଗଳ ହେବ। ମିଥୁନ ରାଶି, ଶନି ମିଥୁନ ରାଶି ଉପରେ ଶନି ପ୍ରସନ୍ନ ଅଛନ୍ତି। ଶୁକ୍ରବାର ରାଶ୍ୟାଧିପ, ରାଶ୍ୟାଧିପ ହେଲେ ବୁଧ। ଏଇ ତିନିଟା କାରଣ, ଶନି ପ୍ରସନ୍ନ ଅଛନ୍ତି, ରାଶ୍ୟାଧିପ ବୁଧ ପ୍ରସନ୍ନ ଅଛନ୍ତି, ଶୁକ୍ରବାର ଶୁକ୍ର ପ୍ରସନ୍ନ ଅଛନ୍ତି। ଏହି ତିନି କାରଣରୁ ମିଥୁନ ରାଶି ବ୍ୟକ୍ତି ସୁରକ୍ଷିତ ରହିବେ। ତଥାପି ସେମାନେ ଯେତେ ଅଧିକ ମୌନ ରହିବେ ସେତେ ଭଲ, ନହେଲେ ଅପମାନିତ ହୋଇପାରନ୍ତି। ସାବଧାନ, ଅଯଥା ନାନାବିଧ ସମସ୍ୟା କ୍ରମରେ ଆସିବ, ଦୁଃଖ ଦେବ। ଆଜି ମିଥୁନ ରାଶି ଉପରେ ବୁଧ ଶୁକ୍ର ଶନି ପ୍ରସନ୍ନ। କିନ୍ତୁ ଆମକୁ ତ ପୁଣି କିଛି କର୍ମ କରିବାକୁ ପଡ଼ିବ। ବିଦ୍ୟାଳୟରେ ଶିକ୍ଷକ ପଢ଼େଇ ଦେବେ, ବୁଝେଇ ଦେବେ, ଲେଖେଇ ଦେବେ, ଆମକୁ ତ ଟିକେ ପରିଶ୍ରମ କରିବାକୁ ପଡ଼ିବ। ମା ରାନ୍ଧିଦେବ, ବାଢ଼ିଦେବ, ଖୋଇଦେବ, ଖୁଆଇଦେବ, ତାପରେ ଆମକୁ ତ ପୁଣି ଗିଳିବାକୁ ପଡ଼ିବ। ତେଣୁ କିଛି ନିୟମ ମିଥୁନ ପାଇଁ ସେମାନେ ଯଥା ସମ୍ଭବ ମୌନ ବ୍ରତ ଅବଲମ୍ବନ କରନ୍ତୁ, ଆଉ କର୍ମ ପ୍ରତି ସଚେତନ ହୁଅନ୍ତୁ, ବୋଇଲେ ମଙ୍ଗଳ ହେବ। କର୍କଟ ରାଶି ଶୁକ୍ରବାର, ଆଜି ଦୈବ ସାହା। ଶୁକ୍ରବାର କର୍କଟ ରାଶିକୁ ଦୈବ ସାହା। ପିତା ମାତାଙ୍କର ସୁକୃତ ଥିଲେ, ନିଜର ପୁଣ୍ୟବଳ ଥିଲେ, ଯଦି ଆପଣ ପରୋପକାରୀ ତାହେଲେ ତ ରକ୍ଷା। ଆଜି କର୍କଟକୁ ଦୈବ ସାହା।
କେହି ନାହାନ୍ତି ସହଯୋଗ କରିବା ପାଇଁ। ଶୁକ୍ରବାର କର୍କଟକୁ ଆଜି ଦୈବ ସାହା। ଆଜି ନଭେମ୍ବର 28 ତାରିଖ। ପିତାମାତାଙ୍କ ସୁକୃତ, ସ୍ୱଧର୍ମ ବଳ, ଜନତାଙ୍କର କଲ୍ୟାଣ ଆଜି ଏହି ରାଶିକୁ ରକ୍ଷା କରିପାରେ, ନହେଲେ ରକ୍ଷାର ଚାନ୍ସ ନାହିଁ। ଯଦି ଏସବୁ ସୁଯୋଗ ନାହିଁ, ତେବେ ନାନାବିଧ ବ୍ୟାଧି ଅସ୍ତବ୍ୟସ୍ତ କରିବ। କର୍କଟକୁ ଶୁକ୍ରବାର ଦିନ ନାନା ପ୍ରକାର ବ୍ୟାଧି ଅସ୍ତବ୍ୟସ୍ତ କରିବ। କର୍କଟ ରାଶି ପୁନର୍ବସୁ ନକ୍ଷତ୍ରର ସମସ୍ୟା ଅଧିକ ବଢ଼ିଯିବ। ବଡ଼ ସଙ୍ଗୀନ କଥା। ଯଦି ପୁନର୍ବସୁ ନକ୍ଷତ୍ରଧାରୀ ପୁରୁଣା ରୋଗୀ, ତେବେ ରାତି 2ଟା 45ରୁ ଅବସ୍ଥା ସଙ୍କଟାପନ୍ନ ହୋଇପାରେ। କର୍କଟ ରାଶି ପୁନର୍ବସୁ ନକ୍ଷତ୍ର ଯଦି ପୁରୁଣା ରୋଗୀ, ତାହେଲେ ତାଙ୍କ ଦେହ ଟିକେ ବେଶୀ ଅସୁସ୍ଥ ହେବ। ରାତି 2ଟା 45 ପରେ ଅବସ୍ଥା ସଙ୍କଟାପନ୍ନ ହୋଇଯାଇପାରେ। ଏଣୁ ସାବଧାନ। ଶୁକ୍ରବାର ନଭେମ୍ବର 28 ତାରିଖ। ସିଂହ ରାଶିର ଅଧିପତି ରବିର ପୁତ୍ର ଶନି। ତଥାପି ଶନିଙ୍କ ଦୃଷ୍ଟିକୋଣ ଭିନ୍ନ। ବାପ ପୁଅ, ରବି ଆଉ ଶନି ବାପ ପୁଅ। ରବି ହେଲେ ବାପା, ଶନି ହେଲେ ପୁଅ। ଶନି କିନ୍ତୁ ରବିଙ୍କୁ ସେତେ ସମ୍ମାନିତ କରନ୍ତିନି। ତାଙ୍କର ଦୃଷ୍ଟିକୋଣ ଭିନ୍ନ। ସେ ପିତାଙ୍କୁ ଶତ୍ରୁ ଦୃଷ୍ଟିରେ ଦେଖନ୍ତି। ଏଣୁ ଦୁଇ ରାଶିର ପଡ଼େନି କାର। ଯେଉଁ ରାଶିର ଅଧିପତି ଶନି ଆଉ ଯେଉଁ ରାଶିର ଅଧିପତି ରବି, ତେଣୁ ସିଂହ ସହିତ ପଡ଼େନି ଶନିଙ୍କର। ଏହି ଶତ୍ରୁତା କାରଣରୁ ଆଜି ସିଂହ ରାଶିଆଙ୍କର ରୋଜଗାର କମିଯିବ। ସିଂହ ରାଶିଆଙ୍କର ଆୟ କମିଯିବ। ଆଜି ଅତି ପ୍ରବଳ ଧନାଗମ ହେବା କଥା। ଆଜି ସିଂହ ରାଶିଙ୍କ ପାଖକୁ ଲକ୍ଷ୍ମୀଙ୍କର କରୁଣା ବାରି ବହି ଆସିବା କଥା। ପ୍ରବଳ ଧନ ଆସିବା କଥା। ସକଳ ସୁଖ ମିଳିବା କଥା। ମାତ୍ର ଶୁକ୍ରବାର ହେତୁ ସାମାନ୍ୟ ସୁଯୋଗ ମିଳିବ। ସବୁ ଆଜି ପ୍ରବଳ ହେବା କଥା। ଧନ, ସମ୍ମାନ, ସାଥୀ ସଙ୍ଗାତ, ପ୍ରିୟଜନ, ଲୌକିକ ସୁଖ ସବୁ ମିଳିବା କଥା ପ୍ରବଳ ମାତ୍ରାରେ। କିନ୍ତୁ ଶନି ପ୍ରସନ୍ନ ନାହାନ୍ତି। ବାର ଶୁକ୍ରବାର। ଏହି ଦୃଷ୍ଟିକୋଣରୁ ଆଜି ଯାହା ମିଳିବ ସବୁ ସାମାନ୍ୟ ସୁଯୋଗ। ଶୁକ୍ରବାର ନଭେମ୍ବର 28 ତାରିଖ। କନ୍ୟା ରାଶିକୁ ଋଣ, ରୋଗ, ଶତ୍ରୁ ଡରେଇବେ, ଅସ୍ତବ୍ୟସ୍ତ କରିବେ। କନ୍ୟା ରାଶିକୁ ଋଣ, ରୋଗ, ଶତ୍ରୁ ଡରେଇବେ, ଅସ୍ତବ୍ୟସ୍ତ କରିବେ, ହଇରାଣ କରିବେ। ମାତ୍ର କରିପାରିବେନି, କାରଣ ତାଙ୍କ ଉପରେ ବୁଧ, ଶୁକ୍ର, ଶନି ପ୍ରସନ୍ନ ଅଛନ୍ତି। ଏହି ବୁଧ, ଶୁକ୍ର, ଶନିଙ୍କ ମଧ୍ୟରେ ଘନିଷ୍ଠ ମିତ୍ରତା ଥିବାରୁ ସମସ୍ତ କୁଶଳ ମଙ୍ଗଳ ହେବ। ଏହି ଋଣ, ରୋଗ, ଶତ୍ରୁ ଖାଲି କବାଟ ଠକ୍ ଠକ୍ କରିବେ, ଘର ଭିତରେ ପଶିପାରିବେନି। ସବୁ ଦିଗରୁ ସମସ୍ତଙ୍କର ଆବଶ୍ୟକୀୟ ବ୍ୟକ୍ତି, ବସ୍ତୁ, ଦ୍ରବ୍ୟ, ଗୁଣ, ଶକ୍ତି, ଅର୍ଥ, ସମ୍ବାଦ, ସୁସମ୍ପର୍କ ଆଜି ଲୌକିକ ଲାଭ ମିଳିବ। ଦେହ ସୁସ୍ଥ ରହିବ। କୌଣସି ସମସ୍ୟା ନାହିଁ। ବ୍ୟବସ୍ଥାର ସମସ୍ତ ଆନନ୍ଦ ଲହରୀ ମାଡ଼ି ଆସିବ। କନ୍ୟା ରାଶି ପାଇଁ କହିଲି ନା। ସବୁ ଶୁଣି ସାରିଲା ପରେ ବନ୍ଧୁ କହିବେ, ଆପଣ କହିଲେ ଭଲ, ସକାଳୁ ଝଗଡ଼ା ହେଲା। ଇଏ କେମିତିଆ କଥା? ହଁ, ସତ କୁହ, ମନକୁ ପାଉ। ଏମିତି ମିଛି ଖିଆ ନାକ ପୋଛିଲେ କେହି କହିବେନି ଥଣ୍ଡା ହେଇଛି ବୋଲି। କଥା କହ, ମନକୁ ପାଉ। ଜମା ମିଛ ଅଭିନୟ କରନା। ମାଗି ଆଣି ପ୍ରାଇଭେଟ ଚୁଠି ମୁଣ୍ଡରେ ଲଗେଇ କୁହ ନା ମୋ ମୁଣ୍ଡରେ ବହୁତ କେଶ। ନାଇଁ 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 ନାଇଁ, ଜମା ନାଇଁ। ମିଛ କୁହ ନା। ଶୁକ୍ରବାର ନଭେମ୍ବର 28 ତାରିଖ।
ତୁଳା ରାଶିକୁ ଆଜି ନାନାବିଧ ସୁଖ ସମ୍ପଦ ମିଳିବ। ମୁଖ୍ୟତଃ ମାନସିକ ଶାନ୍ତି ମିଳିବ। ସେମାନେ ଆଜି ମନ ଖୋଲା ହସ ହସିବାର ସୁଯୋଗ ପାଇବେ। ଦେହ ମୁଣ୍ଡ ହାଲକା ଲାଗିବ। ଜଣେ ବ୍ୟକ୍ତି ପାଇଁ ଯାହା ଯାହା ଆନନ୍ଦ ଦ୍ରବ୍ୟ ସମସ୍ତ ବସ୍ତୁ ଆଜି ମିଳିଯିବ। ବ୍ୟକ୍ତି ପାଇଁ ଯାହା ଯାହା ଦରକାର, ଯେଉଁଥିରେ ସେ ଖୁସି ହେବ, ତୁଳା ରାଶିକୁ ତାହା ଆଜି ମିଳିଯିବ। ଅବଶ୍ୟ ନିକଟରେ ସବୁ ସୁଖ ମିଳିବ। ବନ୍ଧୁ ସହଯୋଗ ମିଳିବ। ରୁଚିକର ଖାଦ୍ୟ ଓ ପାନୀୟ ନିଶ୍ଚୟ ମିଳିବ। ସନ୍ତାନଗଣ ସୁସ୍ଥ ରହିବେ। ନିଜ ବିଦ୍ୟା ବୁଦ୍ଧି ବିବେକ ବଳରେ ଆଜି କିଛି ସମ୍ମାନ ଲାଭ କରିବେ ତୁଳା ରାଶିର ବନ୍ଧୁ। ନଭେମ୍ବର 28 ତାରିଖ ଶୁକ୍ରବାର, ବିଛା ରାଶିର ଘାତ ବାର। କାରଣ ବିଛାଧିପ ମଙ୍ଗଳ ଶୁକ୍ରଙ୍କ ମଧ୍ୟରେ, ବିଛା ରାଶିର ଅଧିପତି ହେଲେ ମଙ୍ଗଳ, ବାର ହେଲା ଶୁକ୍ର। ତେଣୁ ଶୁକ୍ର ଓ ମଙ୍ଗଳ ମଧ୍ୟରେ ପଡ଼େନି। ତେଣୁ କ'ଣ ହେବ? ଏହି ଶତ୍ରୁତା ପାଇଁ ଆଜି ବିଛା ରାଶିର ବଡ଼ ଅଶୁଭ ଦିନ। ସବୁଥିରେ ଦୋଷ ଖୋଜିବେ ଅନ୍ୟମାନେ। ଚାରିତ୍ରିକ ଅଧୋପତନ ହେବ। ପୁଅ ବାପାଙ୍କୁ ବାପା ଜ୍ଞାନ କରିବନି। ଶିଷ୍ୟ ଗୁରୁଙ୍କୁ ବେଖାତିର କରିବ। ସ୍ତ୍ରୀ ସ୍ୱାମୀକୁ ଅଲୋଡ଼ା ମନେ କରିବ। ତାଙ୍କର ଏଇଭଳି ଚାରିତ୍ରିକ ଅଧୋପତନ ହେବ ବିଛା ରାଶିର ଆଜି। ଗୃହେ କଳହ ହେବ। ମାତା ଅସୁସ୍ଥ ହେବେ। ବନ୍ଧୁ ସହଯୋଗ ମିଳିବନି। ଦେହ ମୁଣ୍ଡ ଠିକ୍ ରହିବନି। ବିଶାଖା ନକ୍ଷତ୍ର ବିଛା ରାଶି ପାଇଁ ଆଜି ବଡ଼ ଜଞ୍ଜାଳପୂର୍ଣ୍ଣ ଦିନ। ଯଦି ସେ ପୁରୁଣା ରୋଗୀ, ତେବେ କଥା ଅନ୍ୟ ପ୍ରକାରର ହେବ। ରାତି 2ଟା 45ରୁ ବିଶାଖା ନକ୍ଷତ୍ରର ଦେହ ଅଧିକ ଖରାପ ହେବ। ଅଶୁଭ ସମୟ ଆସିଯାଉଛି। ଏଣୁ ବିଛା ରାଶିର ଲୋକେ ଆଜି ବଡ଼ ଅଶାନ୍ତିର ଦିନ କାଟିବେ। ବିଛା ରାଶିଆଙ୍କର ଏଇଟା ଦୋଷ ପରା, ବଡ଼ ଦୋଷ। ତାଙ୍କ ମନ ଭିତରେ ଗୋଟେ ଅହଙ୍କାର ଲୁଚିକି ସବୁବେଳେ ଥାଏ। ସେଇଟା ଯଦି କାଢ଼ି ଦିଅନ୍ତେ ବିଛା ରାଶି ଲୋକମାନେ, ତାଙ୍କୁ ଦୁଃଖ ଆସନ୍ତାନି। ଭଗବାନ ବିଛା ରାଶିକୁ ସବୁ ଦେଇଛନ୍ତି, କିନ୍ତୁ ତାଙ୍କ ମନ ଭିତରେ ଗୋଟିଏ ଗୁପ୍ତ ଅହଙ୍କାର ରହୁଛି ସୁପ୍ତ ଅବସ୍ଥାରେ, ଯେ ମୁଁ ଜ୍ଞାନୀ, ମୁଁ ବୁଦ୍ଧିମାନ, ମୁଁ ବଳବାନ, ମୁଁ ଧନୀ। ଏ ସଂସାରରେ ସମସ୍ତେ ମୂର୍ଖ, ସମସ୍ତେ ଦରିଦ୍ର, ସମସ୍ତେ ଦୁର୍ବଳ। ଏ ଯେଉଁ ଗୁପ୍ତ ଅହଙ୍କାର ଅଛି ତାଙ୍କୁ ବିପଦରେ ପକାଉଛି। ନଭେମ୍ବର 28 ତାରିଖ ଶୁକ୍ରବାର, ଧନୁ ରାଶିର ଘାତ ବାର। କାରଣ ଦେବଗୁରୁ ଓ ଅସୁର ଗୁରୁଙ୍କ ମଧ୍ୟରେ ପଡ଼େନି। ଘାତ ବାର ଶୁକ୍ରବାର ନା, ପଡ଼େନି। ଅହିନକୁଳ ସମ୍ପର୍କ କାର ବୃହସ୍ପତିଙ୍କର ଆଉ ଶୁକ୍ରଙ୍କର। ଏହି ଶତ୍ରୁତା କାରଣରୁ ଧନୁ ରାଶିଆଙ୍କୁ ମିଳିବାକୁ ଥିବା ଆୟରେ ବାଧା ସୃଷ୍ଟି ହେବ। ଆୟ ନହେବ ନୁହେଁ, ହେବ, କିନ୍ତୁ ବାଧା ସୃଷ୍ଟି ହେବ। ମାତ୍ର ସାଧାରଣ ସମସ୍ତେ ପ୍ରାୟ କହିବେ, ହଁ ମାରିବେ, ଦେବେନି। ଯିଏ ନେଇଥିବ ତାକୁ ମାଗିଲେ ସେ ଝଗଡ଼ା କରିବ। ମାନେ ସବୁଥିରେ ଟିକେ ଶତ୍ରୁତା ସୃଷ୍ଟି ହେବ। ଆୟରେ ବାଧା ସୃଷ୍ଟି ହେବ। ଆୟ ନହେବ ନୁହେଁ, ମାତ୍ର ସାଧାରଣ ଦବା ଲୋକ ଶାନ୍ତିରେ ଖୁସିରେ ଦେବେନି। ପାଟି କରିବେ, ଟିକେ ବଡ଼ ପାଟି କରିବେ, ଯେଉଁଥିରେ କି ମନକୁ ବାଧିବ। ଆଉ ସବୁ ଭଲ। ଆର୍ଥିକ, ଶାରୀରିକ, ପାରିବାରିକ ସମସ୍ୟା ଦୂର ହେଇଯିବ। ଅର୍ଥ ଦିଆନିଆ ବ୍ୟତୀତ ଅନ୍ୟ ସବୁ ଦିଗରୁ ଶୁଭ ଦିନ। ବ୍ୟବସାୟୀମାନଙ୍କ ପାଇଁ ବଢ଼ିଆ ଦିନ। ଯେହେତୁ ଆଜି ଶୁକ୍ରବାର, ଧନୁ ରାଶି ପାଇଁ ଦିଆ ନିଆରେ, ଏଇ ପଇସା ପତ୍ର ମାଗିବାରେ ଆଉ ଦବାରେ ଟିକେ ଗଣ୍ଡଗୋଳ ହେବ। ବ୍ୟବସାୟୀମାନଙ୍କ ପାଇଁ ଆଜି ଭଲ ଆୟ ହେବ। ଠିକ୍ ଗ୍ରାହକ ଆସିବେ। ଯିଏ ଯେଉଁ ବ୍ୟବସାୟ କରୁଥାଉ ତାର ଆଜି ମଙ୍ଗଳ ହେବ। ନଭେମ୍ବର 28 ତାରିଖ ଶୁକ୍ରବାର, ମକର ରାଶିର କିଛି ଭଲ ଖବର ନାହିଁ। ମକର ରାଶି ପାଇଁ କିଛି ଭଲ ଖବର ନାହିଁ। ଶୁକ୍ରବାର ଆଜି ବଡ଼
ଗୋଳମାଳିଆ ଦିନ ପାରିବାରିକ ଦାମ୍ପତ୍ୟ ଓ ଭାଇ ଭାଇ ମଧ୍ୟରେ କଳହ ହେବ। ପାରିବାରିକ କଳହ ହେବ, ଦାମ୍ପତ୍ୟ କଳହ ହେବ, ଭାତୃବିବାଦ ହେବ, ଧନାଗମ ହେବ। ମାତ୍ର ମନ ଅବୁଝା ଅଭିମାନିନୀ ନାରୀ ପରି ଗୋଳେଇ ଘାଣ୍ଟି ହେବ ମନ ଆଜି। ଯେଉଁ ନାରୀ ଅଭିମାନିନୀ ସେ ଯେମିତି କେବେ ଶାନ୍ତି ପାଏନି, ସବୁବେଳେ ଚାହେଁ ମୋତେ ଖୋସାମନ୍ତ କରୁ, ମୋ ବର, ମୁଁ ରାଣୀ, ସମସ୍ତେ ମୋତେ ଖୋସାମନ୍ତ କରନ୍ତୁ। ଅଭିମାନୀ ନାରୀ ମନ ଯେମିତି ଗୋଳେଇ ଘାଣ୍ଟି ହୁଏ, ଆଜି ମକର ରାଶିର ମନ ସେମିତି ଗୋଳେଇ ଘାଣ୍ଟି ହେବ। ଅବୁଝା ଅଭିମାନିନୀ ନାରୀ ପରି ଆଜି ମନ ଗୋଳେଇ ଘାଣ୍ଟି ହେବ। ନିଜକୁ ଜଣେ ଅପରାଧୀ ପରି ବୋଧ ହେବ। ଶାନ୍ତି ବ୍ୟାହତ ହେବ। କର୍ମ କ୍ଷେତ୍ରରେ ନିନ୍ଦା ଅପବାଦ ମିଳିବ। ମକର ରାଶି ଟିକେ ଚୁପ ରହିଲେ ଭଲ ହୁଅନ୍ତାନି। ନଭେମ୍ବର 28 ତାରିଖ ଶୁକ୍ରବାର କୁମ୍ଭ ରାଶି ପାଇଁ ବଢ଼ିଆ ଦିନ। ଶତଭିଷା ନକ୍ଷତ୍ରର ବେଶୀ ଭଲ ଦିନ। ପ୍ରାୟ କୌଣସି ଦୁଃସମ୍ବାଦ ନାହିଁ। ସ୍ୱାସ୍ଥ୍ୟଗତ ସୁଖ ଅଛି। ପୁରୁଣା ରୋଗୀଙ୍କ କଥା ଅଲଗା। ବାଣିଜ୍ୟ, ବୃତ୍ତି, ବ୍ୟବସାୟ, ଚାକିରି, ସେବା ଆଦି କ୍ଷେତ୍ରରୁ ଯଥେଷ୍ଟ ଭଲ ଆୟ ହେବ। ଭୋଜନ ଠିକ୍ଠାକ୍ ହେବ, ସ୍ୱାଦିଷ୍ଟ ହେବ। କୌଣସି ପ୍ରକାର ସମସ୍ୟା ନାହିଁ। ବହୁ ଦିନ ପରେ ସୁଖ ନିଦ୍ରାରେ ଆଜି କୁମ୍ଭ ରାଶିର ବନ୍ଧୁମାନେ ଶୋଇବେ। ଶୃଙ୍ଗ ମେଷ ବୃଷ ଭଳି ଆଜି କୁମ୍ଭର ବହୁତ ଭଲ ଦିନ। ନଭେମ୍ବର 28 ତାରିଖ ଶୁକ୍ରବାର ମୀନ ରାଶିର ଘାତ ବାର ଆଉ ଘାତ ଚନ୍ଦ୍ର। ଘାତ ବାର ପୁଣି ଘାତ ଚନ୍ଦ୍ର ଶୁକ୍ରବାର। ଭାରି ହୁସିଆର ହେବା କଥା, ଭାରି ହୁସିଆର। ଚାଲି ବୋଲି ଠାଣି ମାଡ଼ି କାହାଣୀ ଚାହାଣୀରେ ଯଦି ସଂଯମତା ରକ୍ଷା ନ କରିବେ ମୀନ ରାଶି ଲୋକମାନେ ଠକିଯିବେ। ଦିନ ଦ୍ୱିପ୍ରହରରେ ଅନ୍ଧ ହେଇଯିବେ। କିଛି ଦୁଶିବନି, ସାବଧାନ। ନଭେମ୍ବର 28 ତାରିଖ ଶୁକ୍ରବାର ମୀନ ରାଶିର ଘାତ ବାର ଘାତ ଚନ୍ଦ୍ର ମାନେ ଶାରୀରିକ ଓ ମାନସିକ ସମସ୍ୟା ଚକ୍ର ବ୍ୟୁହରେ ମୀନ ରାଶିର ଲୋକ ଆଜି ପଡ଼ି ବଡ଼ ଦୁଃଖ ପାଇବେ। ବୃଥା ଭୟ ହେବ। ବନ୍ଧୁରେ ଅମେଳ ହେବ। ଭାତୃ ବିବାଦ ମୁଣ୍ଡ ଟେକିବ। ଦେହ ଅସୁସ୍ଥ ହେବ। ମୁଣ୍ଡ ବିଗିଡ଼ିଯିବ। ଆଉ କ୍ରମାନ୍ୱୟରେ ଗୋଟିକ ପରେ ଗୋଟିଏ ସମସ୍ୟା ଆସି ଅଶାନ୍ତ ପରିବେଶ ସୃଷ୍ଟି କରିବେ। ତେଣୁ ମୀନ ରାଶିର ସମସ୍ତ ବ୍ୟକ୍ତି କେବଳ ଦୁର୍ଗାଙ୍କୁ ସ୍ମରଣ କରନ୍ତୁ, କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ, ହନୁମାନ ଚାଳିସା ପଢ଼ନ୍ତୁ, ତ ମଙ୍ଗଳ ହେବ। ଯଦି ପୁଣ୍ୟବଳ ଥିବ, ପିତାମାତାଙ୍କର ସୁକୃତ ଥିବ, ଆଉ ତମେ ଯଦି କିଛି ପୁଣ୍ୟ କରିଥିବ ମୀନ ରାଶି ବନ୍ଧୁ, ତାହେଲେ ମଙ୍ଗଳ ହେବ। ରହିଲି ବନ୍ଧୁ, ଦୈନିକ ରାଶିଫଳରୁ ବିଦାୟ ନେଉଛି। ସମୟ ସୁଯୋଗ ଥିଲେ, ଈଶ୍ୱର ଚାହିଁଲେ ଆସନ୍ତାକାଲି ପୁଣି ମୁଁ ଆପଣଙ୍କ ସହିତ ଏ ବିଷୟରେ ଅବଶ୍ୟ ଆଲୋଚନା କରିବି। ରହିଲି, ନମସ୍କାର।